ସତରେ ସାଙ୍ଗମାନେ, ଏ ଦୁନିଆଟା ଏମିତି ହେଇଗଲାଣି ଯେ ତମେ କାହାକୁ ବିଶ୍ୱାସ କରିବ ଜାଣି ହେଉନି। କାହିଁକିନା ତୁମର ନିଜର ଦୁଃଖ ସୁଖ କି ସୁବିଧା ଅସୁବିଧା କଥା ତୁମେ ଯାହା ଆଗରେ ନିଜର ଭାବି ତାକୁ କହିବ, ହେଲେ ସେ ପର ମୁହୂର୍ତ୍ତରେ ତମରି କଥାକୁ ଅନ୍ୟ କାହା ଆଗରେ କହି ପରିହାସ କରିବେ। ତ ଆଉ ଆଜିକାଲି ଦୁନିଆରେ କାହାକୁ ଆଉ ଭରସା କରିବ? ସତରେ ସାଙ୍ଗମାନେ, ଆଉ ଗୋଟେ କଥା ଆପଣମାନଙ୍କୁ ମୁଁ କହୁଛି, ଆଉ ଯେଉଁଠି ଚୁଗୁଲି କରୁଥିବେ କି କାହା ବିଷୟରେ କଥା ହେଉଥିବେ ସାଙ୍ଗମାନେ, ଆପଣ ସେଠିକି ଜମାରୁ ଯିବେନି। କାହିଁକିନା ଆପଣ ସେଠି ବସିକି ଶୁଣିକିରି ପଳେଇ ଆସିବେ ସିନା, ହେଲେ ଆପଣଙ୍କ ପଛପଟେ ସେ ତମରି ବିଷୟରେ ହିଁ କଥା କହିକିରି ପରିହାସ କରିବେ। ତେଣୁ ସେଠିକି ଏ ଜାଗାକୁ ଯିବାଟା ହିଁ ଭୁଲ। ତ ସାଙ୍ଗମାନେ, ଏଇଟା ମୁଁ ଠିକ୍ କହିଲି କି ଭୁଲ କହିଲି ନିଶ୍ଚିନ୍ତ କମେଣ୍ଟ ବକ୍ସରେ ଜଣେଇବେ। ଆଉ ଦେଖନ୍ତୁ ସାଙ୍ଗମାନେ, ଆରି ଭିତରେ ଆମର ଦାଣ୍ଡରେ ଭୋଜି ଚାଲିଛି। କାହିଁକିନା ପ୍ରାୟ ଭୋଜି ଆମ ଦାଣ୍ଡରେ ହିଁ ହୁଏ। ଦାଣ୍ଡଟା ମାନେ ଜାଗାଟା ମାନେ ଅଛି ବୋଲି ପ୍ରାୟ ଭୋଜି ଏମିତି ମାନେ ଜାଗା ସଫିସିଏଣ୍ଟ କାହାର ଏଠି ନାହିଁ ନା, ସେଥିପାଇଁ ପ୍ରାୟ ଭୋଜି ଆମର ହିଁ ଦାଣ୍ଡରେ କରନ୍ତି। ଏଠି ଜଣଙ୍କର ଆମ ଘର ସାଇଡ଼୍ରେ ସେ ଜଣ ମା ମରିଥିଲେ, ତାଙ୍କର ଆଜି 11। ଏଇଠି ଆମ ଦାଣ୍ଡରେ ହିଁ ସେ ଭୋଜି ଦେଉଛନ୍ତି। ରାତିରେ ଚାଲିଛି ଭୋଜି ତାଙ୍କର। ମୁଁ ଏଇଠି ଠିଆ ହେଇକି ଟିକେ ଭିଡ଼ିଓ ବନାଉଥିଲି। ଆଉ ଏଇ ଯେଉଁ ରୁମାଲ ରୁଟିଟା ବନାନ୍ତି ମୋତେ ଦେଖିବାକୁ ବହୁତ ଭଲ ଲାଗେ, ସେଥିପାଇଁ ମୁଁ ଏଇଠି ଠିଆ ହେଇକି ଟିକେ ଭିଡ଼ିଓ ବନେଇଥିଲି। ଏ ଲୋକ ଗହଳିରେ ତ ମୁଁ ଦାଣ୍ଡକୁ ଯିବିନି, ଏଇଠି ମାନେ ଆମରି ଦୁଆର ମୁହଁ ପାଖରେ ଠିଆ ହେଇକି ମୁଁ ଟିକେ ଭିଡ଼ିଓ ବନାଉଥିଲି। ଏଇ ଯେଉଁ ରୁଟିଟାକୁ ଏମିତି ଫୋପାଡ଼ିକି ସେ ବନାନ୍ତି ମୋତେ ଭାରି ଭଲ ଲାଗେ ଦେଖିବାକୁ। ଆମେ ତ କରିପାରିବୁନି, ହେଲେ ଦେଖିକି ଟିକେ ଖୁସି ହେବା କଥା ଆଉ। ତ ଆଜି ଭୋଜିରେ ତାଙ୍କର ହେଇଥିଲା ପୁରୀ, କ୍ଷୀରି, ମିଠା, ଦହିବରା ଆଉ ଡାଲମା, ଆଉ ଗୋଟେ ବୁଟ କ'ଣ ସୋଲା ବୁଟ ପନିର, ଆଉ ରୁମାଲ ରୁଟି, ଆଉ ତା ସାଙ୍ଗକୁ ଚିଲି ବେସନ ହେଇଥିଲା। ତ ଦେଖନ୍ତୁ ଚିଲି ବେସନ ତ ଆମ ଦାଣ୍ଡରେ ଭୋଜି କରୁଛନ୍ତି, ତ ଆମକୁ ଦେବେନି ଆଉ କାହାକୁ ଦେବେ? ତ ଆଣିକି ଘରେ ସବୁ ଦେଇଗଲେ। ମୁଁ କହିଲି ଅଳ୍ପ ଅଳ୍ପ ଦେବାକୁ, ତଥାପି କେତେ ସାରା ଦେଇଛନ୍ତି। ଯେହେତୁ ଆମେ ସମସ୍ତେ ମିଶି